2023 ପାଖାପାଖି 17 ଲକ୍ଷ ଲୋକ ଓଡ଼ିଶା ଛାଡ଼ି ବାହାରକୁ ମାଇଗ୍ରେଟ୍ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ଲୋକ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଭଳି ରାଜ୍ୟକୁ ରୋଜଗାର ଖୋଜିବା ପାଇଁ ଯାଇଛନ୍ତି। ତେବେ ପ୍ରଶ୍ନ ହେଉଛି ଯେ ଯେତେବେଳେ ପ୍ରତ୍ୟେକ ନିର୍ବାଚନରେ ବିକାଶର କଥା କୁହାଯାଏ, ତେବେ ପ୍ରତିବର୍ଷ ଏତେ ସବୁ ଲୋକ ବାହାରକୁ କାହିଁକି ଯାଆନ୍ତି? ଆସନ୍ତୁ ଆଜି ଆମେ ଏହାର କାରଣ ଖୋଜିବା ପାଇଁ ଟ୍ରାଏ କରିବା। ମାଇଗ୍ରେସନ୍ ବା ସ୍ଥାନାନ୍ତରଣ ହେଉଛି ଏକ ଏପରି ପ୍ରକ୍ରିୟା ଯେଉଁଥିରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି, ମୋଷ୍ଟଲି ବେଟର ଜବ୍ ପାଇଁ କିମ୍ବା ବେଟର ଲାଇଫଷ୍ଟାଇଲ ପାଇଁ। ଓଡ଼ିଶାରେ ସିଜନାଲ ମାଇଗ୍ରେସନ୍ ବହୁତ କମନ। ପ୍ରତିବର୍ଷ କିଛି ସ୍ପେସିଫିକ୍ ମାସରେ ନିଜ ଗାଁ ବା ସହର ଛାଡ଼ି ଲୋକମାନେ କୌଣସି ଅନ୍ୟ ରାଜ୍ୟ ବା ଅନ୍ୟ ସହରକୁ ଯାଇଥାନ୍ତି ରୋଜଗାର ଖୋଜିବା ପାଇଁ। ମୋଷ୍ଟଲି ଲେବର କ୍ୟାଟେଗୋରିର ଲୋକମାନେ କନଷ୍ଟ୍ରକ୍ସନ ସାଇଟ୍, ଇଟା ଭାଟି ବା ଫାର୍ମିଂ ଲ୍ୟାଣ୍ଡ, ହୋଟେଲ, ଢାପା କିମ୍ବା କୌଣସି ଫ୍ୟାକ୍ଟ୍ରିରେ କାମ ଖୋଜିବା ପାଇଁ। ମାଇଗ୍ରେସନ୍ ମୁଖ୍ୟତଃ ଦୁଇ ଟାଇପ୍ର ଅଛି। ଡିଷ୍ଟ୍ରେସ୍ ମାଇଗ୍ରେସନ୍, ଯେତେବେଳେ ଲୋକମାନେ ବାଧ୍ୟ ହୋଇ କୌଣସି ସ୍ଥାନକୁ ମାଇଗ୍ରେଟ୍ ହୁଅନ୍ତି। ଏହାର ବହୁତ କାରଣ ଥାଇପାରେ, ଯେମିତି ମରୁଡ଼ି କିମ୍ବା ରୋଜଗାର ଅଭାବ କିମ୍ବା ଫସଲ ନଷ୍ଟ ହୋଇଯିବା ଫଳରେ। ଆସ୍ପିରେସନାଲ ମାଇଗ୍ରେସନ୍, ଯେତେବେଳେ ଲୋକମାନେ ବେଟର ଜବ୍ କିମ୍ବା ବେଟର ଲାଇଫଷ୍ଟାଇଲ ପାଇଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି। ଯଦି ଆମେ ଦେଖିବା ତାହେଲେ ଓଡ଼ିଶାର ଲୋକ ଫାର୍ଷ୍ଟ କ୍ୟାଟେଗୋରୀ ମାନେ ଡିଷ୍ଟ୍ରେସ୍ ମାଇଗ୍ରେସନରେ ଆସନ୍ତି। ଲୋକ ନିଜ ଗାଁ, ନିଜ ସହର, ଫ୍ୟାମିଲିକୁ ଛାଡ଼ି କାହିଁକି ବାହାରକୁ ରୋଜଗାର ଖୋଜିବା ପାଇଁ ଯାଆନ୍ତି? ଏହାର ସିଧା ଉତ୍ତର ହେଉଛି ଓଡ଼ିଶାରେ ସେମାନଙ୍କୁ ରୋଜଗାର ମିଳୁନି। ମୋର ଏହି କଥାରେ ଆପଣ ବି ଏଗ୍ରି କରିବେ। ଓଡ଼ିଶାରେ ପ୍ରାୟ 80% ପପୁଲେସନ ଆପଣଙ୍କୁ ରୁରାଲ ଏରିଆରେ ଦେଖିବାକୁ ମିଳିବ, ଯୋଉଠି ଜୀବିକା ପ୍ରାୟ ଖେତିବାଡ଼ି ଉପରେ ନିର୍ଭର କରେ। କିନ୍ତୁ ଯଦି ଆମେ ଷ୍ଟାଟିଷ୍ଟିକ୍ ଦେଖିବା ତାହେଲେ ଜାଣିପାରିବା ଯେ ଖେତିବାଡ଼ିର ଇନକମ୍ ବହୁତ ଲୋ ଆସେ। ଗୋଟିଏ ଫ୍ୟାମିଲିର ବାର୍ଷିକ ଆୟ କେବଳ 50,000ରୁ 70,000 ଭିତରେ ଥାଏ। ଏହାର ମୁଖ୍ୟ କାରଣ ହେଉଛି ବହୁତ ସାରା ଚାଷୀମାନଙ୍କ ପାଖରେ ନିଜର ଜମି ନାହିଁ। ଏମାନେ ଡିପେଣ୍ଡେଣ୍ଟ ଥାନ୍ତି ଅନ୍ୟମାନଙ୍କ ଜମି ଉପରେ। ଇନକମ୍ ହିସାବରେ ଦେଖିଲେ ସେମାନଙ୍କ ଇନକମ୍ ବହୁତ ଲୋ ଆସେ। ଏମିତିରେ ନିଜ ଫ୍ୟାମିଲିକୁ ସମ୍ଭାଳିବା ପାଇଁ ସେମାନଙ୍କୁ ଅନ୍ୟ କାମର ଖୋଜରେ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼େ। ଏବଂ ଏହାର ଆଉ ଗୋଟେ କାରଣ ବି ଅଛି, ଓଡ଼ିଶାର ପ୍ରାୟ ଜାଗାରେ ଚାଷ 50% କାମ କରେ। ଏବେ ବି ବହୁତ ଏରିଆରେ ଭଲ ଇରିଗେସନ ଫେସିଲିଟି ଆପଣଙ୍କୁ ଦେଖିବାକୁ ମିଳିବ ନାହିଁ। ପାଖାପାଖି 36% ଇରିଗେଟେଡ୍। ତେଣୁ ଚାଷୀମାନଙ୍କୁ ବର୍ଷା ଉପରେ ଡିପେଣ୍ଡ କରିବାକୁ ପଡ଼େ। ଯଦି ବର୍ଷା ଅଧିକ ହୋଇଗଲା ତାହେଲେ ବନ୍ୟାର ସମସ୍ୟା, ଆଉ ଯଦି କମ୍ ହେଲା ମରୁଡ଼ି ସମସ୍ୟା। ଏମିତିରେ ଫସଲ ନଷ୍ଟ ହେବାର ଚାନ୍ସ ଅଧିକ ଥାଏ। ଆଉ ଚାଷୀମାନେ ଯୋଉ ଲୋନ୍ ଆଣିଥିବେ ସେଗୁଡ଼ାକ ବି ରିପେମେଣ୍ଟ କରିବାର ଅଛି। ସେଥିପାଇଁ ସେମାନେ କାମର ଖୋଜରେ ବାହାରକୁ ଚାଲିଯାଆନ୍ତି। ତେବେ ଏସବୁକୁ ରୋକିବା ପାଇଁ ସରକାର କ'ଣ କରୁଛନ୍ତି? ସରକାର ବହୁତ ସାରା ସ୍କିମ୍ ଲଞ୍ଚ କରିଛନ୍ତି, ଯେମିତିକି ସ୍କିଲ୍ ଡେଭଲପମେଣ୍ଟ ମିଶନ। ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି 2020ରେ କ୍ୟାମ୍ପେନ୍ ଲଞ୍ଚ କରିଥିଲେ। SHG, ସେଲ୍ଫ ହେଲ୍ପ ଗ୍ରୁପ ଆଉ ମିଶନ ଶକ୍ତି ଭଳି ବହୁତ ଗୁଡ଼ା ସୁବିଧା ଲଞ୍ଚ କରାଯାଇଛି, ଯେଉଁଥିରେ ମହିଳାମାନଙ୍କୁ ମାଇକ୍ରୋ ଲୋନ୍ ଦିଆଯାଏ। ତା ସହିତ ଛୋଟ ଛୋଟ ବିଜନେସ୍ ରନ୍ କରିବା ପାଇଁ ଟ୍ରେନିଂ ମଧ୍ୟ ଦିଆଯାଏ। ଏହା ସହିତ ବହୁତ ଟାଇପ୍ର ପ୍ରୋଗ୍ରାମ ଲଞ୍ଚ ହେଇଛି ଏହାକୁ ରୋକିବା ପାଇଁ। କିନ୍ତୁ ତଥାପି କାହିଁକି ବାହାରକୁ ଯାଉଥିବା ୱାର୍କର ମାନଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢି ଚାଲିଛି? ଯେତେ ବି ପ୍ରୋଗ୍ରାମ ଲଞ୍ଚ ହେଇଛି ସେ ସବୁ ଗ୍ରାଉଣ୍ଡ ଲେଭଲରେ ଇମ୍ପ୍ଲିମେଣ୍ଟ କରାଯାଉ ନାହିଁ, ଯାହାଫଳରେ ଏହାକୁ ରୋକିବା ମୁସ୍କିଲ ହେଇଯାଉଛି। ତାହେଲେ ଏହାର ସଲ୍ୟୁସନ କ'ଣ ହୋଇପାରେ ଆସନ୍ତୁ ଜାଣିବା। ସରକାରଙ୍କୁ ଓଡ଼ିଶାରେ ହିଁ ବହୁତ ଗୁଡ଼ାଏ ଫ୍ୟାକ୍ଟ୍ରି, ଏଗ୍ରିକଲଚର ବେସ୍ କମ୍ପାନୀ, ଫ୍ୟାକ୍ଟ୍ରି ସେଟଅପ୍ କରିବାକୁ ପଡ଼ିବ, ଯାହାଫଳରେ ରୋଜଗାର ସୃଷ୍ଟି ହେବ ଆଉ ଲୋକମାନେ ବାହାରକୁ ଯିବେ ନାହିଁ। ଗାଁ ଏରିଆରେ ରହୁଥିବା ଲୋକମାନଙ୍କୁ ଡିଫରେଣ୍ଟ ଟାଇପ୍ର ସ୍କିଲ୍ ଦେବାକୁ ପଡ଼ିବ, ଯାହାଦ୍ୱାରା ସେମାନେ କୌଣସି ସ୍କିଲ୍ ୱାର୍କ ପାଇଁ ଏଲିଜିବଲ ହୋଇପାରିବେ। କେମିତି ବି କରି ସରକାରଙ୍କୁ ଓଡ଼ିଶାରେ ରୋଜଗାର ଜେନେରେଟ୍ କରିବାକୁ ପଡ଼ିବ, ତାହେଲେ ଯାଇ ଏହାକୁ ରୋକାଯାଇ ପାରିବ। ଯେଉଁମାନେ ବି ବାହାରକୁ କାମ କରିବାକୁ ଯାଉଛନ୍ତି ସେମାନେ ନିଜ ଇଚ୍ଛାରେ ଯାଇନଥାନ୍ତି, ଏହା ସେମାନଙ୍କ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରେ, ଆଉ ଆମର ପୋର୍ ଜବ୍ ଜେନେରେସନ ସିଷ୍ଟମ ଯୋଗୁଁ। ଏହାକୁ ନେଇ ଆପଣ କ'ଣ ଭାବୁଛନ୍ତି ଓ ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଏବଂ ଏହାକୁ ରୋକିବା ପାଇଁ ଆହୁରି କ'ଣ କରାଯାଇପାରିବ ସେ ବିଷୟରେ ବି ନିଶ୍ଚୟ ଲେଖନ୍ତୁ। ଏହାଫଳରେ ଆମେ ସମସ୍ତେ ବହୁତ କିଛି ନୂଆ ଜିନିଷ ଜାଣିବାକୁ ପାଇବୁ। ଆଉ ଏହି ଭିଡ଼ିଓ ସେୟାର କରନ୍ତୁ, ଯାହାଫଳରେ ଲୋକ ମଧ୍ୟରେ ସଚେତନ ସୃଷ୍ଟି ହେବ। ଯଦି ଭିଡ଼ିଓଟି ଭଲ ଲାଗିଲା ଆଉ କିଛି ନୂଆ ଶିଖିବାକୁ ମିଳିଲା ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଫ୍ୟୁଚରରେ ଆମେ ଏହିପରି ଆହୁରି ଇଣ୍ଟରେଷ୍ଟିଂ ଟପିକ୍ ଉପରେ ଭିଡ଼ିଓ ଆଣିବୁ। ସି ୟୁ ନେକ୍ସଟ ଭିଡ଼ିଓ।